सबु अछि मोर तुमे नाह किछि नाही जुआड़े चाहूछि देखुछि तुमको तुम आखि अछि चाहि माँ तुम आखि अछि चाहि तुमे जदि अछ सबु अछि मोर तुमे नाह किछि नाही जुआड़े चाहूछि देखुछि तुमको तुम आखि अछि चाहि माँ तुम आखि अछि चाहि निर्मल आकाशे भरा बादल रे मेघ छाई संगे मिशी तुम प्रतिरूप लागे सबु किछि चारिआडे दिवानिशी निर्मल आकाशे भरा बादल रे मेघ छाई संगे मिशी तुम प्रतिरूप लागे सबु किछि चारिआडे दिवानिशी तुमरी शब्द गुंजरित हुए काने काने जाए कही माँ काने काने जाए कही तुमे जदि अछ सबु अछि मोर तुमे नाह किछि नाही माँ तुमे नाह किछि नाही थरे थरे केबे भूली जाई निजे जाए काहीं दूरे हजी भाविला बेलको तुमको मो पासे पाए नाही आउ खोजी थरे थरे केबे भूली जाई निजे जाए काहीं दूरे हजी भाविला बेलको तुमको मो पासे पाए नाही आउ खोजी तुमे किंतु सदा थाओ पासे पासे अंतरे अछरही माँ मो अंतरे अछरही तुमे जदि अछ सबु अछि मोर तुमे नाह किछि नाही जुआड़े चाहूछि देखुछि तुमको तुम आखि अछि चाहि माँ तुम आखि अछि चाहि माँ तुम आखि अछि चाहि कृतज्ञता माँ वंदे मातरम। उपस्थित समस्त मातृ सन्तान मानक हृदय स्वागत और शुभेच्छा। कार्यक्रम को नेतृत्व देथिबा एवं कार्यक्रम रे अंश ग्रहण करथिबा समस्त भाई मानक पई मांकर कृपा भिक्षा करछे। आमे प्राय अनेक दिन हेलानी ए क्लास टी को कंटिन्यू करि पारि नथिले तो आमे पृष्ठ 45 रो गोटे धाड़ी पढिथिले तनो आज 45 पैराग्राफ 1095 पेज रो
ସେଇଠୁ ହିଁ ଆରମ୍ଭ କରିବା। ବହୁତ ସୁନ୍ଦର ଭାବରେ ବାପା ତାଙ୍କର ଏ ବିଷୟକୁ ରଖିଲେ ଯେ ଦିନେ ଅତି ନିୟନ୍ତ୍ରିତ ନିବୁଜ ସମାଜ ବ୍ୟବସ୍ଥା ଆଉ ଅତି ମେକାନାଇଜ୍ଡ ଯନ୍ତ୍ରଭାବପୂର୍ଣ୍ଣ ସମାଜ ବ୍ୟବସ୍ଥା ଭିତରେ ଆତ୍ମ ଆବିଷ୍କାର ସେଲ୍ଫ ଡିସ୍କଭରି ଆଉ ସେଲ୍ଫ ଇଫେକ୍ଚୁଏସନ ଆତ୍ମ ରୂପାୟନ ପାଇଁ କୌଣସି ସ୍ଥାନ ନାହିଁ ଏବଂ ଆମେ ସ୍ୱାଧୀନତା ଖୋଜୁଛୁ ପ୍ରକୃତି ସ୍ୱାଧୀନତା ପାଉନାହିଁ ସମାଜ ତାକୁ ଖୁବ ବେଶୀ ନିୟନ୍ତ୍ରଣ କରୁଥିଲା। ସମାଜର କଥାର ଟିକେ ବାହାରକୁ ଗଲେ ବା ସମାଜ ଯୋଉ ନର୍ମ ତିଆରି କରିଛି ଯୋଉ ଗୁଳା ତିଆରି କରିଛି ନୈତିକତାର ପନ୍ଥା ଗୁଡିକ ତିଆରି କରିଛି ସେଇ ବାହାରୁ ଟିକେ ବାହାରକୁ ବାହାରିଗଲେ ସେ ଲୋକ ଆପଣଙ୍କୁ ଅନୈତିକ ଅଧର୍ମୀ ମାନେ ଅମଣିଷ ଅନେକ କଥା କହିପାରିବ। ସବୁ ବ୍ୟକ୍ତି ଜୀବନଟି ସେଇ ଯାନ୍ତ୍ରିକ ସମାଜ ବ୍ୟବସ୍ଥା ଭିତରେ ଚାପି ହେଇଯାଉଛି। କିଛି କମ କଷ୍ଟ ନାହିଁ ସାହିତ୍ୟରେ ସେ କଥା ବେଶୀ ଆସିପାରୁନି କିନ୍ତୁ ବ୍ୟକ୍ତି ଜୀବନରେ ସମାଜ ଯେ ମଣିଷକୁ କେତେ ଚାପି ଦଉଛି ସବୁଠି ତାର ପଜିଟିଭ ଦିଗ ତ ଥିଲା କିନ୍ତୁ ଏବେ କିଛି ବାଟ ଆସିଲା ପରେ ଏଇ ଯାନ୍ତ୍ରିକ ସାମାଜିକ ବ୍ୟବସ୍ଥା ଅତି ନିୟନ୍ତ୍ରିତ ସାମାଜିକ ବ୍ୟବସ୍ଥା ପାଇଁ ପ୍ରକୃତରେ ବ୍ୟକ୍ତି ପାଇଁ there would be little room and freedom for such a moment of self discovery and self reflection। ହେଲେ ମଣିଷ ସେଠୁ କଣ କରିବ ନା ଯୋଉଟା ତାକୁ ଅସୁବିଧାରେ ପକଉଛି ସେଇ ବ୍ୟବସ୍ଥା ଭିତରୁ ସେ ସୁଇଙ୍ଗ ବ୍ୟାକ୍ କରିବ ଫେରି ଆସିବ। ସେ କଥା ପ୍ରଭୁ ଲେଖୁଛନ୍ତି there is the possibility that ସେଇଠାରେ ଗୋଟେ ସମ୍ଭାବନା ରହିଛି ଯେ that in the swing back from mechanistic idea of life and society ଜୀବନ ସମ୍ପର୍କରେ ସମାଜ ସମ୍ପର୍କରେ ଯେଉଁ ଯାନ୍ତ୍ରିକ ବ୍ୟବସ୍ଥା ରହିଛି ଯାନ୍ତ୍ରିକ ମାନେ ବୁଝୁଛନ୍ତି ତ ଯୋଉଟା ରିପିଟେସନ ହୁଏ ମୋ ବାପା ଯେମିତି ବଞ୍ଚୁଥିଲେ ମୁଁ ସେମିତି ବଞ୍ଚୁଛି ତାପରେ ମୋ ପୁଅ ସେମିତି ବଞ୍ଚିବ ସେଇ ଗୁଳାରୁ ଆଉ ବାହାରି ପାରିବେନି ସତେ ଏଇଟା ଗୋଟେ ଶଗଡ଼ ଗୁଳା। ହଁ ଖାଲି ପରିପାଟିରେ ପରିବର୍ତ୍ତନ ହଉଥିବ ମୋ ବାପା ମାଟି ଘର ରହୁଥିଲେ ମୁଁ ପକ୍କା ଘରେ ରହୁଛି ମୋ ପୁଅ ଆଉ ଗୋଟେ କୋଉ ଘରେ ରହିପାରେ ମୋ ବାପା ଗାଁରେ ରହୁଥିଲେ ମୁଁ ସହରରେ ରହୁଛି ହୁଏତ ମୋ ପୁଅ ଆଉ ଗୋଟେ ଜାଗାରେ କୋଉଠି ରହିବ। ଏଇଗୁଡିକ ଖାଲି ସିନା ବଦଳି ଯାଉଛି କିନ୍ତୁ ସୋଚ କିଛି ବଦଳୁନି ଚେତନା କିଛି ବଦଳୁ ନାହିଁ ଭାବନା କିଛି ବଦଳୁନି। ଭାବନା ଗୁଡିକ କଣ ଖାଦ୍ୟ ସମ୍ପର୍କରେ ଈଶ୍ୱରଙ୍କ ସମ୍ପର୍କରେ ନିଜ ସମ୍ପର୍କରେ ବହୁତ ଭାବନା ଗୁଡିକ ବଡ ବାଧିତ ହେଇକି ରହିଛି ସେ ବ୍ୟବସ୍ଥା ଭିତରେ ସେଠି ବ୍ୟକ୍ତିର ଗୌଣ ହେଇ ଚାଲିଛି ତେଣୁ ସେଇଠି ସେ ବହୁତ ଦିନ ରହିପାରିବନି ସୁଇଙ୍ଗ ବ୍ୟାକ୍ କରିବ। ଆଉ ହଉଛି ନା ଯେତେବେଳେ ଜାତି ପ୍ରଥା ଖୁବ ଭାବରେ ଲଦି ଦିଆଯାଇଥିଲା ଲୋକେ ଜାତି ଭାଙ୍ଗିଛନ୍ତି ଧର୍ମ ପ୍ରଥାଟାକୁ ଯେତେବେଳେ ଖୁବ ଲଦି ଦିଆଯାଇଥିଲା ଲୋକେ ଧର୍ମ ଭାଙ୍ଗିଛନ୍ତି ବଳି ପ୍ରଥାକୁ ଯେତେବେଳେ ଖୁବ ଲଦି ଦିଆଯାଇଥିଲା ବୁଦ୍ଧଙ୍କ ଭଳି ଲୋକ ବାହାରିଥିଲେ ସେମାନେ ବଳି ପ୍ରଥା ବିରୁଦ୍ଧରେ କାମ କରୁଥିଲେ। ତେଣୁ ସାମାଜିକ ଯାନ୍ତ୍ରିକ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ ତ ହେଇଛି ତେଣୁ ହ୍ୟୁମାନ ମାଇଣ୍ଡ କୋଉଠି ବର୍ତ୍ତମାନ ଆଶ୍ରୟ ଗ୍ରହଣ କରିବ ସେଠୁ ଫେରି ଆସିଲା ପରେ ମେକାନାଇଜ୍ଡ ଲାଇଫ ଆଉ ମେକାନାଇଜ୍ଡ ସୋସାଇଟି ଭିତରେ ମୁଁ ବଞ୍ଚିବି ନାହିଁ ମୁଁ ବର୍ତ୍ତମାନ ଫେରିଯିବି ତ କୋଉଠିକି ଯିବି। The human mind may seek refuge ଆଶ୍ରୟ ଗ୍ରହଣ କରିବ in a return ଫେରି ଆସିବା ପରେ to the religious idea ଧାର୍ମିକ ସମାଜ ଭିତରକୁ ଧାର୍ମିକ ଧାରଣା ଗୁଡିକ ଭିତରକୁ and a society governed or sanctioned by the religion ଧର୍ମ ଦ୍ୱାରା ଶାସିତ ଧର୍ମ ଦ୍ୱାରା ନିୟନ୍ତ୍ରିତ ଏକ ସମାଜ ଭିତରକୁ ଫେରି ଆସିବାର ସମ୍ଭାବନା ରହିଛି। ହୁଏନି ଆପଣ ତ ଘର ପରିବାରରେ ବ୍ୟସ୍ତ ବୁଢା ବହୁତ ହଇରାଣ ହେଇଯାନ୍ତି କୋଉଠି ପଳାନ୍ତି ବୃନ୍ଦାବନ କାଶୀ କୋଉ ମଠ ମନ୍ଦିର ଦେଇକି ରହନ୍ତି ତାଇ ନା ଯେତେବେଳେ ଜଣେ ବ୍ୟକ୍ତି ନିଜ ଜୀବନକୁ ନେଇ ରୁଷ୍ଟ ହେଇ ପଡେ ସେ ଆତ୍ମହତ୍ୟା କରିପାରିଲାନି କଣ କରିବ କୋଉ ଯାଇକି ପ୍ରଭାବାଜି ହେଇକି ରହିବ।
बहुत बहुत सिनेमा स्टार भी छाड़ी जाइए बाबाजी होइछन्ति। अनेक उदाहरण अच्छे। धर्म व्यवस्था आपन को आश्रय सीना दब कि सेठी कौन असुविधा रही, सेठी कौन असुविधा रही। सेठू प्रभु कहते बट ऑर्गेनाइज रिलीजन दो इट कैन प्रोवाइड ए मीन्स ऑफ इनर अपलिफ्ट फॉर द इंडिविजुअल। ये जो संगठित धर्म माने रही जदिओ से व्यक्तिर इनर अपलिफ्टमेंट करिवो माने तार अंतर जीवन उत्थान करिवो। आपण अंतर उत्थान हबो हबो नहीं। आपण घरे गोटे यांत्रिक व्यवस्था भीतर रहती आ मठ को गले बा मंदिर को गले धर्म रे रहिले आपणकर इनर अपलिफ्टमेंट हबो। आपण कोन संस्था को जाउ नांती वर्ष 2 वर्ष 5 वर्ष काम कला पर आपण इनर अपलिफ्टमेंट हबो। से कथा प्रभु लिखुछन्ती दो इट कैन प्रोवाइड ए मीन्स योड साधन दबो of inner uplift for the individual। व्यक्ति पाई अंतर उत्थान रो सुविधा रही and preserve it and preserve in it हुए तो तारी भितरे गोटे कथा संरक्षित रही कौन ना और बिहाइंड इट यार पश्चात रे एक कथाटी रही इट ए वे फॉर हिज ओपनिंग टू स्पिरिचुअल एक्सपीरियंस। आपणक भितरे आध्यात्मिक अनुभूतिर उन्मोचन होबार गोटे संरक्षण रही तार पश्चात रे आपण चाहिए आध्यात्मिक अनुभूति गुड़िक हासिल करि पारुछन्ति बा से दिगरे गोटे उन्मुक्तता आपणक भितरे आसुछि। धर्म जगत को गले has not changed human life and society किंतु एक कथाटी मनीषर जो जीवन मनीषर जो समाज ताकू कोनोसी परिवर्तन करि पारि नाही। मनीषर जीवन को किछि परिवर्तन करि पारि परिवर्तन करि पारे। आपण बुद्धंक कथा मु कहूँ बुद्ध अनेक कोटी मनीषंकर जीवन रे अंतर परिवर्तन कर दैछन्ति। से माने गोटे सुंदर आध्यात्मिक अनुभूति पाई उन्मुक्त हो जाइछन्ति किंतु तांको समय रे समाजटी जेमिति सही ब्राह्मणिज्म भीतर रही जेमिति कर्मकांड गुड़िक भीतर रही जेमिति बलि प्रथा गुड़िक भीतर रही सेमती रही समाज रे किसी परिवर्तन होता व्यक्तिर केते जन व्यक्ति परिवर्तन टू सम एक्सटेंट 30-40% लोक चेंज है आउ तो 60% सेमिति रहिला ना। वर्तमान विज्ञान आसिला कोन आम धर्म जगत रा बदलिला लोके जेमिति अंधविश्वास रहया कथा से सेमिति रहउछन्ति। एते सहज नुहे से माने से अंधविश्वास गुड़िक भीतर निजक मुक्त करिया कारण सेटा अंधभार आपन चिरदिन पई अंध कर देता से आखिटा अंध होला पर आउतर फुटियो आखिटा आउतरे कोन खुली जाओ ना कोन नॉट सो इजी। तेणु इट कुड नॉट डू सो बिकॉज समाज और जीवन रो कहीं की परिवर्तन हैला नहीं। It could not do so ये करि पाला नहीं कहीं की ना इन गवर्निंग सोसाइटी it had to compromise with the lower parts of the life। जेतबेले से समाज रो शासन करिया को जीवो से जीवन रो निम्नतर क्षेत्र गुड़िक सहित अनेक सालिश करिवो। धरा जाऊ it had to compromise with the lower parts of the life and could not insist on the inner change of the whole being।
inner change of the whole being समग्र सत्तार अंतर्गत परिवर्तन उपरे से इनसिस्ट करि परिबने कारण ताको किछि बाट स्पेस दबा को पड़िबो जो लोअर नेचर ऑफ द लाइफ है लोअर पार्ट्स ऑफ द लाइफ जीवन रो जो निम्नतर क्षेत्र गुड़िक कहीं ना कहू ना देखो जो जाति प्रथा आरंभ है भारत भाई देश भारत पर गोटे एक्सपेरिमेंटाल हाउस अन्य कौन देश में जाति प्रथा नहीं भारत हूँ पृथ्वी मानव जीवन पर गोटे बड़ एक्सपेरिमेंट माने ज्ञानटी जो प्रचुर मात्रा रही अज्ञानता तार प्रबलित अच्छे माने लैंड ऑफ एक्सट्रीम्स इंडिया इज द लैंड ऑफ एक्सट्रीम्स आमर एटी एते इलाटेड पर्सन्स रही आलोकित व्यक्तित्व जे माने पृथ्वी को आलोकित करछंती किंतु सेठी एते गज मूर्ख अछंती यू कैन थिंक ऑफ ताले मने कोन जाति प्रथा तैयार से तो खाली ब्राह्मण कर दी थांते से माने के स्पेस देले ना समाज शासन करिया को गोटे राजा दरकार राजा टिके बड़ुआ हितो अहंकारी हितो उद्धत हितो नाले अन्य मानक शासन कर परिबंदे तेणु राजस्विकतार स्वीकारोक्ति हला हेले तापरे आसीबो ना वश्य मानक भी दरकार वाणिज्य व्यवसाय किए करियो चाष किए करियो मूल्य किए लागियो हेले तापरे जो सेवा व्यवस्था को चालू करिया पे बारिक दरकार बाकी जो माने समाज रो सेवा काम रही जो जातिर लोक माने से माने भी दरकार तेणु से जगह रे समाज तिष्ठि रहा कहले ताको स्पेस दवा पड़ो लोअर पार्ट्स तक से किए कौ रहन सहन रे किए कौन खाद्य खाइले किए मृग मारी खाइला तो किए गेंडा खाइला तो कौन करिवे समाजर धर्मटा चली पारु नाही समाज धर्म जदि कहबो नाही नाही ए लोक माने आदो दरकार नांदी याको समाज रे ग्रहण करिवानी तापर तांकर काम अचल हो जे ए कारणरू ये पूर्ण रूप रे गोटे काम करि पारला नाही चेंज रे ह्यूमन लाइफ एंड सोसाइटी कुड नॉट डू सो बिकॉज इन गवर्निंग सोसाइटी इट हैड टू कॉम्प्रोमाइज with the lower parts of life and could not insist on the inner change of the whole being समस्त सत्तार पूर्ण परिवर्तन दिगरे से काम करि पाला नहीं ये कौन कला ताले it could insist only on a cradle adherence केवल जो cradle adherence कहले जो केवल धर्म मत धर्म सूत्र टी को मानिबा परे से जोर देला इनसिस्ट कला धर्म को मानो आ बाकी तापरे कोन करो रुह एमिति adherence a formal acceptance its ethical standards तार किछि नैतिक मान सब रही स्टैंडर्ड गुड़िक रही नैतिक नियम सब रही जमती नैतिक नियम थिला भी नथिला भी दी प्रकार रामचंद्र एक पत्नी व्रत ग्रहण कले तांको बापा तीनटा बाई तो से जगह कोड़ा थिला कोड़ा नथिला मु बुझी पारे तेणु परवर्ती समय रामचंद्र को मानिकी बाकी लोक मैंने एक पत्नी रे गले जी दीटा पत्नी ना लोके तो गादे अनैतिक व्यक्ति से जदि राजा मान समय को जीवा जदि मुगल मान समय को जीवा से एथिकल स्टैंडर्ड कौन थिला जाओ धर्म जगत रे गोटे सूत्र थिला धर्म जगत रे किछि नैतिक नियम थिला सेही गुडी को मानि नबा पई फॉर्मल एक्सेप्टेंस ताको औपचारिक भाव मानि नबा पई से माने दाबी करथिले ए कन्फर्मिटी टू इंस्टीट्यूशन ए कन्फर्मिटी टू इंस्टीट्यूशन से माने गोटे इंस्टीट्यूशन कहले कोन अनुष्ठान सबुड़ा को अनुष्ठान आम विवाहटा भी गोटे अनुष्ठान व्रतटा भी गोटे अनुष्ठान
ମେଳା ମହୋତ୍ସବ ଏଗୁଡ଼ା ସବୁ ଅନୁଷ୍ଠାନ ଭିତରେ ଆସନ୍ତି। ଇନଷ୍ଟିଟ୍ୟୁସନ, ସେରିମନି ଆଣ୍ଡ ରିଚୁଆଲ। ଉତ୍ସବ, କାଲିକି ମକର ଉତ୍ସବ ହବ, ଆଉ ତାପରେ ରହିଲା ରିଚୁଆଲ ଗୁଡିକ, ରୀତିନୀତି। ଆପଣଙ୍କର ମାନେ ଘରେ କିଛି ଗୃହ ପ୍ରବେଶ ହେଲା, କାଲି ସକାଳୁ ପୁଅର ଏକୋଇଶିଆ ହେଲା, ତାପରେ କୋଉଦିନ ଆପଣଙ୍କର ଘରେ କିଏ ମରିଗଲେ, ସେଗୁଡା ସବୁ ରିଚୁଆଲ୍ସ ଭିତରେ ଆସନ୍ତି। ଷୋଡଶ ସଂସ୍କାର ବ୍ୟବସ୍ଥା କରାହେଇଥିଲା। ଗୋଟେ ଜୀବନରେ ଜଣେ 16 ଥର ସଂସ୍କାରିତ ହବ, ମାନେ 16ଟା ଯଜ୍ଞ କରିବ ଜୀବନରେ। এটা ଷ୍ଟାର୍ଟିଂ ଫ୍ରମ୍ ପୁଂସବନ। ପୁଂସବନ ମାନେ ଯେତେବେଳେ ସେ ଗର୍ଭରେ ଥିବ କୌଣସି ସନ୍ତାନ, ସେତେବେଳେ କୌଣସି ସନ୍ତାନ ଯେତେବେଳେ ଗର୍ଭରେ ଥିବ ତାର ଗର୍ଭ ସଂସ୍କାର ବି କରାଯିବ। ସେ ତାକୁ ବର୍ତ୍ତମାନ ଅବଶ୍ୟ ଆମେ ପଛରେ ଛାଡି ଆସିଲିନି, କାରଣ ଯଦି ଗୋଟେ ଲୋକ ଥରେ ବାହାସାହା ହଉଛି କଣ 40 ଲକ୍ଷ ଖଣ୍ଡେ ଖର୍ଚ୍ଚ ହଉଛି ନା କେତେ, ଆହୁରି 2 କୋଟି ଟଙ୍କା ଖର୍ଚ୍ଚ କରୁଥିବା ଲୋକ ବି ଅଛନ୍ତି। ଆଉ ଯଦି 40ଟା ସଂସ୍କାର କଲା, ସବୁ ସଂସ୍କାରରେ କୋଟିଏ କୋଟିଏ ଖର୍ଚ୍ଚ କଲା, 40 କୋଟି ଆଣିବ କୁଆଡୁ? ତେଣୁ ସେ ମାଇନସ କରି ତାକୁ ଗୋଟେରେ ପହଞ୍ଚେଇଦେଲେଣି। ଆଉ ଯୋଉମାନେ ବ୍ରାହ୍ମଣ ଘରେ ଜନ୍ମ ହଉଛନ୍ତି ସେ ବ୍ରତଟା କରୁଛନ୍ତି, କାରଣ ବ୍ରତଟା ବି କରିବେ, ବାହାଘରଟା ବି କରିବେ। ଆଉ ଅନ୍ନ ସଂସ୍କାର, ଯୋଉଟା ସେ ଖାଉଛି, ଯେତେବେଳେ ଅନ୍ନ ଗ୍ରହଣ କରୁଛି, ପାଠ ଯେତେବେଳେ ପଢୁଛି, ତ ସବୁ କଥାକୁ ହିସାବକୁ ନେଲେ ମଧ୍ୟ ଇଏ ଗୋଟେ ବ୍ୟବସ୍ଥା ଚାଲିଛି। ethical standards and a conformity of institutions, ceremony and rituals, यार ଭିତରେ ଏ ଯୋଉ ଗୋଟେ ରହିଲା। ବର୍ତ୍ତମାନ ସେ ଜୀବନରେ ଭାରି ମଜା ଉଠିବ ନା। ମୁଁ ଭାବେ ଧର୍ମ ଗୁଡିକ ଆମକୁ ଆଜି ପର୍ଯ୍ୟନ୍ତ ବହୁତ ବହୁତ ଏଣ୍ଟରଟେନମେଣ୍ଟ ଦେଇଛନ୍ତି। ଧର୍ମ ଗୁଡିକ ହାଇଲି ଏଣ୍ଟରଟେନିଂ, ହାଇଲି ମାନେ ହାଇଲି। ଗୋଟେ ମୂର୍ତ୍ତି ଓହ୍ଲେଇଲା, ସେ ମୂର୍ତ୍ତିରେ 6ଟା ହାତ। ମୁଁ କହିଲି ଚତୁର୍ଦ୍ଧା ମୂର୍ତ୍ତି ତ ଜାଣିଛି, ଏ 6ଟା ହାତ କୁଆଡେ ଆଇଲା? ନା ସେ 2ଟା ହାତ କୃଷ୍ଣଙ୍କର, 2ଟା ହାତ ରାଧାଙ୍କର, ଆଉ 2ଟା ହାତ ସବୁ ଯାହାର ବି ହଉ ଜୀବଙ୍କର, ଜୀବ ଭିତରେ ସୁଦାମଙ୍କ 2ଟା ହାତ ଯୋଡ଼ିଦିଅ, ନହେଲେ ଚୈତନ୍ୟଙ୍କର 2ଟା ହାତ ଯୋଡ଼ିଦିଅ, ନହେଲେ ଆମ ହାତ 2ଟା ନେଇ ଯୋଡ଼ିଦିଅ, ଭଗବାନଙ୍କ ସହିତ ସେମାନେ ଅଛନ୍ତି, 6ଟା ହାତ ହେଇଗଲା। ବାସ୍, ତାପରେ ଦଳେ ଲୋକ ତାକୁ ଟେକି ଟେକି ନେଲେ, ସିଏ ତାଙ୍କର ଗୋଟେ ଆସନ ପକେଇ ବସେଇଦେଲେ କଦଳୀ ପତ୍ରରେ, ଆଉ ଦଳେ ଆଣିକି ଫୁଲ ବିଛେଇ ଦେଲେ, ତାପରେ ଶାଢୀ ପିନ୍ଧେଇ ଦେଲେ, ଆଉ ତାଙ୍କୁ ଟଙ୍କା ମାଳ ପକେଇଦେଲେ, ଗହଣା ପକେଇଦେଲେ, ଦେ ହରିବୋଲ, ଶଙ୍ଖ ଧ୍ୱନି, ହୁଳହୁଳି। ଲୋକେ କହିଲେ କି ଭାଗ୍ୟ ଆମର, ଆମେ ଠାକୁରଙ୍କୁ କାନ୍ଦେଇ କାନ୍ଦେଇକି ନେଲୁ। ଆରେ ଠାକୁର ତମକୁ କାନ୍ଦେଇ ବଇଛନ୍ତି, ଜାଣିପାରୁନ କି? ଏଇ ମହାଶୂନ୍ୟରେ ପୃଥିବୀଟି ଝୁଲୁଛି। ସେ ମହାଶୂନ୍ୟରେ ଯୋଉ ପୃଥିବୀଟି ଝୁଲୁଛି, ସେଇଠି ଭଗବାନ ଆମକୁ କାନ୍ଦେଇଛନ୍ତି ନା କିଏ କାନ୍ଦେଇଛନ୍ତି? ଏଇ ଗଛ ପତ୍ର, ପାହାଡ ପର୍ବତ, ସମୁଦ୍ରକୁ ସେ କାନ୍ଦେଇଛନ୍ତି। ତ ଆମେ, ସେ ଯାହା କରିଛନ୍ତି ଆମେ ଟିକେ କାନ୍ଦେଇକି ଖୁସି ହଉଛୁ। ଯେମିତି ପୂଜା କଲାବେଳେ ଆମେ ଜଳ ଦଉ, ଜଳଟା ତ ସେ ଦେଇଛନ୍ତି। ଆମେ ଫଳ ଦଉ, ଫଳଟା ତ ସିଏ ଦେଇଛନ୍ତି। ଆଲୋକ ସିଏ ଦେଇଛନ୍ତି। ଦୀପ ଯାହା ଆମେ ଦଉଛୁ ସେଟା ସବୁ ସିଏ ଆଗରୁ ଦେଇ ସାରିଛନ୍ତି, ଆମେ ଖାଲି ଦବା ଶିଖୁଛୁ। ଚଲୋ, ଆମକୁ ବଡ ଖୁସି ମିଳୁଛି, ଆଉ ସେ ଖୁସି ମିଳିବାଟା ଗୋଟେ ଅଭ୍ୟାସରେ ପରିଣତ ହେଇଯାଇଛି। Religion so concept can give a religio-ethical color. Religion so concept can give a religio-ethical color.
ଭାଇ ଶୁଭୁନି କିଛି। ethical color or surface tinge sometimes, if it maintains a strong kernel of inner experience, it can generalize to some extent an incomplete spiritual tendency, but it doesn't transform the race. କିଛି ଅସୁବିଧା ଅଛି କି ଭାଇ? So concept can give a religio ethical color. ଯେତେବେଳେ ସମାଜ ଟିକେ ଏଇଭଳି ଧର୍ମକୁ ଗ୍ରହଣ କଲା, ଧର୍ମ ମତକୁ ମାନିଲା, ଧର୍ମ ସୂତ୍ରକୁ ମାନିଲା, ଧର୍ମର ନୈତିକ ନିୟମ ଗୁଡ଼ିକ ଔପଚାରିକ ଭାବରେ ମାନି ନେଇକରି ଆନୁଷ୍ଠାନିକତା ଭିତରକୁ ଗଲା, ଉତ୍ସବ ବିଧି ଭିତରକୁ ଗଲା, ଆଚାର ଗୁଡ଼ିକ ଯୋଉ ଆଚରଣ ଗୁଡ଼ିକ ଯୋଉ ମାନେ ରିଚୁଆଲ୍ସ ତାକୁ ସେ ପାଳନ କଲା। ତେଣୁ ଯଦି ଏଇଭଳି ଗୋଟେ କଳ୍ପିତ କରେ ଧର୍ମଟାକୁ, ଏଇଭଳି ଯୋଉ କନସିଭ୍ କରିଛି ରିଲିଜନଟାକୁ, ରିଲିଜନ ସୋ କନସେପ୍ଟ, ରିଲିଜନ ଏଇଭଳି ଭାବରେ କଳ୍ପିତ ହେଇଛି। ଏଇଭଳି କଳ୍ପିତ ହେଇଥିବା ଧର୍ମଟି କ୍ୟାନ୍ ଗିଭ୍ ଏ ରିଲିଜିଓ ଏଥିକାଲ କଲର, ଗୋଟେ ରିଲିଜିଓ ଏଥିକାଲ କଲର ଆଣିପାରିବ, ଅର୍ଥାତ୍ ଧାର୍ମିକ ନୈତିକ ରଙ୍ଗ, ନୀତିଗତ ଧର୍ମ ରଙ୍ଗ କିମ୍ବା ଧର୍ମଗତ ରଙ୍ଗ ଏଇଟା ଆଣିପାରିବ। ଅର୍ ସରଫେସ୍ ଟିଞ୍ଜ, ସରଫେସ୍ ଟିଞ୍ଜଟି ଆଣିପାରିବ। ଗୋଟିଏ ବାହାରର ଗୋଟେ ରଙ୍ଗ, ଗୋଟେ ଛିଟିକା ଆଣିପାରିବ। If it maintains a strong kernel of inner experience, ଯଦି କେବେ ସେ ଅନ୍ତର୍ଗତ ଅନୁଭବର ଇନର ଏକ୍ସପିରିଏନ୍ସର ଗୋଟେ କର୍ନେଲ, କର୍ନେଲ କହିଲେ ଗୋଟେ ଯୋଉଟାକୁ ଆମେ କହୁଛୁ ଅତି ଯୋଉ ଆମ୍ବ ଟାକୁଆ ଭିତରେ ନଥାଏ ଯୋଉଟା, ସେଇଟା କର୍ନେଲ କହନ୍ତି। ମାନେ ଏକାଥରେ ମଞ୍ଜି, ଯଦି ସେଭଳି ଗୋଟେ ମଞ୍ଜି ଇନର ଏକ୍ସପିରିଏନ୍ସର ସେ କଥାଟିକୁ ସେ ମେଣ୍ଟେନ୍ କରିପାରେ, it can generalize to some extent an incomplete spiritual tendency. ହୁଏତ ସେ
ଭାଇ ଏବେ ଗୋଟେ ଶୁଭୁନି। ସ୍ପିରିଚୁଆଲ ଟେଣ୍ଡେନ୍ସି କହିଲେ ଆଧ୍ୟାତ୍ମିକ ଗୋଟେ ପ୍ରବୃତ୍ତି, କିନ୍ତୁ ସେଇଟା ପୁଣି ଅସମ୍ପୂର୍ଣ୍ଣ, ଇନକମ୍ପ୍ଲିଟ। ଗୋଟେ ଅସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପ୍ରବୃତ୍ତିକୁ କେତେ କାଂଶରେ ସିଏ ସାଧାରଣୀକରଣ କରାଇପାରେ, ଯୋଉଟା ଭାରତ ବର୍ଷରେ ହେଇଛି। ଭାରତର ଅଧିକାଂଶ ଲୋକ ଧାର୍ମିକ କହନ୍ତି, ଧାର୍ମିକ ତ ନୁହନ୍ତି, କାରଣ ଧର୍ମର ଯୋଉ ମୂଳ ସଂଜ୍ଞା ଅଛି, ସମସ୍ତଙ୍କ ମଧ୍ୟରେ ଈଶ୍ୱରଙ୍କୁ ଦର୍ଶନ କରିବା ହେଉଛି ଧର୍ମ। ବିଗ୍ରହ ମଧ୍ୟରେ ଈଶ୍ୱର ଦର୍ଶନ କରିବାଟା ଅଧାର୍ମିକ କଥା। ଈଶ୍ୱର ସେଣ୍ଟ୍ରାଲାଇଜ ନଥାନ୍ତି, ଗୋଟିଏ ଜାଗାରେ ନଥାନ୍ତି। ଈଶ୍ୱର ସର୍ବ ବ୍ୟାପକ। ତେଣୁ ଗୋଟିଏ ନିର୍ଦ୍ଦିଷ୍ଟ ମୂର୍ତ୍ତି ଭିତରେ, ଗୋଟେ ନିର୍ଦ୍ଦିଷ୍ଟ ବିଗ୍ରହ ଭିତରେ, ଗୋଟେ ନିର୍ଦ୍ଦିଷ୍ଟ ମନ୍ଦିରରେ ଯଦି ଆମେ ଈଶ୍ୱର ରହିଛନ୍ତି ବୋଲି ଭାବୁଥିବା, ତାହେଲେ ଧର୍ମଗତ ଚେତନା ଉପରେ ଇଏ ଗୋଟେ ବଡ଼ ଭୀଷଣ କୁଠାରାଘାତ। ଏବେ ଯାହା ବି ହଉ, ଆମେ ଯେହେତୁ ଦୀପ ଜାଳୁଛୁ, ଶଙ୍ଖ ଫୁଙ୍କୁଛୁ, ଘଣ୍ଟି ବଜଉଛୁ, ତୁଳସୀ ପତ୍ର ଖାଉଛୁ, ପ୍ରସାଦ ଚଢଉଛୁ, ପ୍ରସାଦ ଆଣିକି ଘରେ ଭୋଗ କରି ଖାଉଛୁ, ମନ୍ଦିରରୁ ଖାଉଛୁ, ଗୋଟେ ଚାଲିଛି ଯାତ୍ରା। ତାହେଲେ ଆମେ ସେଇଟାକୁ ରୀତିନୀତି ଗୁଡାକୁ ନେଇକି ଗୋଟେ ଜୀବନରେ ରଙ୍ଗ ଲଗେଇଛୁ, ଆମ ଜୀବନକୁ ଟିକେ ରଙ୍ଗୀନ କରିଛୁ। ପର୍ବପର୍ବାଣି ନଥିଲେ ଆମ ଜୀବନରେ ଖୁସି ଥାନ୍ତା କି? ଏଇ କିଛି ଦିନ ତଳେ ଘାଣ୍ଟ ହେଲା, ମାନେ କିଏ ପିଠାପଣା କଲେ, କିଏ କଣ ମୁଆଁ ଖାଇଲେ, ତା 2-4 ଦିନ ପରେ ଆଉ ଗୋଟେ ପର୍ବ ଆସିଗଲା, ତା 2-4 ଦିନ ପରେ ଆଉ ଗୋଟେ ପର୍ବ ଆସିବ। ମାନେ ମକର ସଂକ୍ରାନ୍ତିର ଚାଉଳ ମକର କଣ କଣ ସବୁ ପହଞ୍ଚିଗଲାଣି, ପିଠାପଣା ସବୁ ଆରମ୍ଭ ହେଇଗଲାଣି। ତେଣୁ ଏ ଜୀବନରେ ମଜା ଆସେ, ରଙ୍ଗ ଆସେ। ହଁ, କିଛିଟା ଗୋଟିଏ ଅସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପ୍ରବୃତ୍ତି ସାଧାରଣ ଜୀବନ ଭିତରେ ଆସିପାରିବ, ଜେନେରାଲାଇଜ ହେଇପାରିବ, ବଟ୍ ଇଟ୍ ଡଜଣ୍ଟ ଟ୍ରାନ୍ସଫର୍ମ ଦି ରେସ୍। ଏଇଟା ଯୋଉ ଜୀବନର ମାନେ ଗୋଟେ ଜାତିର କୌଣସି ପରିବର୍ତ୍ତନ ଆଣିପାରିବନି, ରୂପାନ୍ତର ଆଣିପାରିବନି। ଏ ବଡ ସାଂଘାତିକ କଥା। ହଜାର ହଜାର ବର୍ଷ ଧରି ମଣିଷ ଧାର୍ମିକ ଜୀବନ ବଞ୍ଚିଲାଣି, ଯଦି ରୂପାନ୍ତର ହବା କଥା ତ ହେଇସାରିଥାନ୍ତା। ଆମେ, ମତେ ବିଶ୍ୱାସ କରନ୍ତୁ, ମୁଁ ବହୁତ ଭାରତ ବର୍ଷର ବହୁତ ସ୍ଥାନ ଯାଇପାରିଛି ମାଙ୍କ କୃପାରୁ। ମୁଁ ଦେଖିଛି ଧାର୍ମିକ ସ୍ଥାନ ଗୁଡିକ ଏବେ ଅପରିଷ୍କାର ରହିଥିଲା, ଆଜି ମଧ୍ୟ ପରିଷ୍କାର ହେଇଛି। ଆଜି ମତେ ଜଣେ ଭାଇ ଫୋନ କରିଥିଲେ ଭୁବନେଶ୍ୱର, ଭାଇ ଓଡିଶାର ଅମୁକ ମନ୍ଦିର ଯାଇଥିଲେ। ମୁଁ ନା, ବଢିଆ ହେଲା। କହିଲା ଏତେ ଅପରିଷ୍କାର, ଏତେ ଗନ୍ଧ, ମାନେ ଆମକୁ ଜୋତା ତଉଲେରେ, ତାପରେ ଖାଲି ପାଦରେ ଚାଲ, କିନ୍ତୁ ସେ ମନ୍ଦିର ପରିସରଟାକୁ ସେମାନେ କେବେ ଧୋଉନଥିବେ। କେବେ ଯଦି କେବେ ପର୍ବପର୍ବାଣୀରେ ଧୋଉଥିବେ, ନହେଲେ ସେ ତାଙ୍କର ବୁଲୁଛନ୍ତି। ଜଣେ ପାଦରେ ମନ୍ଦିର ସାରା ବୁଲି ଆସିକି ତା ନିଜ ପାଦ ଆଉ ଚିହ୍ନି ପାରିବେନି। ଆଉ କଣ କରିବା? ତେଣୁ ଧର୍ମର ବାହ୍ୟ ରଙ୍ଗଟା ଅଛି, ବାହ୍ୟ ରଙ୍ଗ ରହିଛି। କିଛିଟା ମଣିଷ ଭିତରେ ଗୋଟେ କଣ ଧର୍ମ ଭାବନା, ଈଶ୍ୱର ପ୍ରତି ଭୟ, ଗୋଟେ ଟିକେ ଅଳ୍ପ ସ୍ୱଳ୍ପ ନୈତିକତା, ଏଗୁଡିକ ହଉଛି। ଯେହେତୁ ସେ କେତେ ଦୂର ହେଇପାରୁଛି, ଆଉ କ୍ୟାଣ୍ଟ ସେ ତାକୁ ପରୀକ୍ଷା କରିବା କିଛି ଚାପିକାଠି ଆମ ପାଖରେ ନାହିଁ। କିନ୍ତୁ ପ୍ରଭୁ ତ କହିଲେ ଏଇଟା ଟ୍ରାନ୍ସଫର କରିପାରିବନି ରେସ୍କୁ, ଏ ଜାତିର ରୂପାନ୍ତର କରିପାରିବ ନାହିଁ। It cannot create a new principle of the human existence. It cannot create a new principle of human existence. ମନୁଷ୍ୟର ଅସ୍ତିତ୍ୱ ଲାଗି ଗୋଟେ ନୂତନ ସିଦ୍ଧାନ୍ତର ବିକାଶ କରିପାରିବନି। ଏଗୁଡା ସବୁ ଧର୍ମର ଲିମିଟେସନ। A total spiritual direction given to whole life and whole nature
can alone lift humanity beyond itself. A total spiritual direction given to the whole life and the whole nature can alone lift humanity beyond itself. ତାହେଲେ ମଣିଷର ସମଗ୍ର ଜୀବନ ଆଉ ତାର ସମଗ୍ର ସ୍ୱଭାବକୁ ଯଦି ଆମେ ଗୋଟେ ଚିନ୍ମୟ ସମଗ୍ର ଚିନ୍ମୟ ଦିଗରେ ଆଗକୁ ନେଇ ପାରିଥାନ୍ତେ ତାହେଲେ ମଣିଷ ନିଜର ସୀମା ଗୁଡ଼ିକୁ ଡେଇଁ ଉତ୍ତରିତ ହୋଇପାରିଥାନ୍ତା। A total spiritual direction given to the whole life and the whole nature, ସମଗ୍ର ଜୀବନକୁ ସମଗ୍ର ପ୍ରକୃତିକୁ ବା ସ୍ୱଭାବକୁ ତାହେଲେ ଯଦି ଆମେ alone lift humanity ମଣିଷକୁ ଉଠେଇ ନେଇଥାନ୍ତା beyond itself, ନିଜକୁ ସେ ଅତିକ୍ରମ କରିପାରିଥାନ୍ତା, ସେ ମଣିଷ ତା ପାଖରେ ଅଟକି ନଥାନ୍ତା। ମଣିଷତା ଏପରି ଗୋଟେ ଅସୁବିଧା ଯେ ସେ ଦୁଇ ନାଁରେ ଗୋଡ଼ ଦେଇଥାଏ। ମାନେ ଦେବତା ହବାକୁ କେତେ ଚାହେଁ ମୁଁ ଜାଣି ନାହିଁ, କିନ୍ତୁ ମଣିଷ ହବାକୁ ବହୁତ ଚାହେଁ। ମୋର ପୁଅ ଝିଅ, ମୋ ନାତି, ମୋର ବଣ ନାତି, ମୋର ବଣ ନାତି, ମୋର ଘର, ମୋର ସଂସାର, ମୋ ସ୍ୱାମୀ, ମୋର ସ୍ତ୍ରୀ, ଏଇଟା ଯୋଉ ସୁଖ ଅଛି ସେ କଣ ସେ ଉତ୍ତରିତ ଚେତନାରେ କଣ ମିଳିବ ସେ ବୁଝିପାରେନି, କାରଣ ସେଗୁଡିକ ସହ ତାର ପରିଚୟ ହେଇନି, ଏକଦମ ପରିଚୟ ହେଇନି। ଆମେ ବେଳେ ବେଳେ ବୁଝୁ ଯେ ମାନେ ଗୋଟେ ଅପରିଚିତ ପଣ୍ଡିତ ଅପେକ୍ଷା ଗୋଟେ ପରିଚିତ ମୂର୍ଖ ଭଲ। ସେଇଭଳି ମାନେ ଗୋଟେ ଅପରିଚିତ ସୁନ୍ଦରତା, ଅପରିଚିତ ଦୈବୀ ମାନେ ଗୁଣ ବା ପ୍ରତିଭା, ଏଗୁଡିକ ଅପେକ୍ଷା ଆମ ମଣିଷତାରେ ଗୋଟେ ଖୁସି ଅଛି। ତ ମକର ସଂକ୍ରାନ୍ତି ଯାଉ ଯାଉ ଆଉ ଗୋଟେ କଣ ପର୍ବ ଆସିବ, କଣ ପିଠାପଣା ହବ, ସେଇ ବିଷୟରେ ସେ ଭାବି ପକେଇବ, ସେଇ କାମଟି ସେ ସେଇଥିରେ ସେ କରିବ, ସେଇ ମଜାରେ ଅଛି। କିନ୍ତୁ ସେ ପ୍ରକୃତିରେ ଏଇ ମଣିଷ ତାକୁ ଅତିକ୍ରମ କରି ଆଉ ଗୋଟେ କିଛି ଉଚ୍ଚତର ସେ ଭାବି ପାରୁନାହିଁ, ଭାବିବା ବି ସମ୍ଭବ ନାହିଁ। Another possible conception akin to the religious solution is the guidance of society by men of spiritual attainment, the brotherhood or unity of all in the faith or in the discipline, the spiritualization of life and society by the taking up of the old machinery of life into such a unification or inventing a new machinery. এই ধর্ম ଯୋଉ ସମାଧାନ ଗୁଡ଼ିକ ଆଣିଛି ତାର ଆଉ ଗୋଟେ ସମଜାତୀୟ କଳ୍ପନା ମଧ୍ୟ ସମ୍ଭବ। କଣ ନା କିଛି ଅଧ୍ୟାତ୍ମ ରିଲିଜିୟସ୍ ସଲ୍ୟୁସନଟା କଣ ନା ଗାଇଡେନ୍ସ ଅଫ୍ ସୋସାଇଟି ବାଇ ମେନ୍ ଅଫ୍ ସ୍ପିରିଚୁଆଲ ଆଟେନମେଣ୍ଟ। ଯୋଉମାନେ ଆଧ୍ୟାତ୍ମିକ ଉପଲବ୍ଧି ଲାଭ କରିଛନ୍ତି ସେମାନେ ସମାଜକୁ ବାଟ ଦେଖେଇବେ। ଆମେ କହିବା ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମଦିନ ଗଲା ଗତକାଲି, ସେ ଯଦି ଆମ ଦେଶର ରାଷ୍ଟ୍ରପତି ହେଇଥାନ୍ତେ କି ପ୍ରଧାନମନ୍ତ୍ରୀ ହେଇଥାନ୍ତେ କି ଯୋଉମାନଙ୍କର ପାଖରେ ଆଧ୍ୟାତ୍ମିକ ଉପଲବ୍ଧି ରହିଛି ସେଇ ବ୍ୟକ୍ତିତ୍ୱ ମାନେ ଯଦି ସମାଜକୁ ବାଟ କଢେଇଥାନ୍ତେ, ଆଉ ଅତୀତରେ ସେୟା ଥିଲା। ଋଷିମାନେ ସମାଜକୁ ମାର୍ଗଦର୍ଶନ କରୁଥିଲେ, ରାଜାମାନେ ତାଙ୍କର କଥାଟିକୁ ମାନୁଥିଲେ। ସେମାନେ ପ୍ରଥମେ ତାଙ୍କ ନାଗରିକ ମାନଙ୍କ ପାଇଁ କିଛି ନୀତି ନିୟମ କଲାବେଳେ ସେମାନେ ସ୍ୱାଭାବିକତଃ ଋଷିମାନଙ୍କୁ ସେ ବିଷୟରେ ପରାମର୍ଶ କରୁଥିଲେ। ତେଣୁ ଧର୍ମଟା ଶାସନ ବ୍ୟବସ୍ଥା ଉପରେ ବଡ ହାବି ହେଇକି ରହିଥିଲା। ତ ତେଣୁ ସମାଜ ସେଇଆ ଭାବୁଛି, ଯଦି ସେମାନେ ଆମକୁ ବାଟ ଦେଖାନ୍ତେ। ଆଉ ଗୋଟେ ବିଶ୍ୱାସ ବି ଅଛି ଯେ ଆମେ ଯଦି ସମସ୍ତେ the brotherhood or unity of all in the faith or in the discipline, ଗୋଟିଏ ବିଶ୍ୱାସ ବା ଗୋଟିଏ ଯୋଉ ଡିସିପ୍ଲିନ ରହିଛି ତା ଭିତରେ ସମସ୍ତଙ୍କର ଯଦି ଗୋଟେ ଫେଥ୍ ହୁଅନ୍ତା, ଏକତା ହେଇଯାଆନ୍ତା, ସେଥିରେ ବ୍ରଦରହୁଡ ତିଆରି ହୁଅନ୍ତା, ଏଇଟା ଗୋଟେ ୟୁଟୋପିଆନ କଥା।
ଏଇଟା ଗୋଟେ ବାଟଟା କେତେ ଦୂର ସମ୍ଭବ? ସମସ୍ତେ ଭାଇ ଭାଇ ହେଇକି ଏକତା ସୂତ୍ରରେ ସମାଜକୁ ଉଦ୍ଧାର କରିବେ। ତେଣୁ ଏଇଭଳି ଏଇ ଯୋଉ ବନ୍ଧୁତାଟା ଆସିବ, ଏଇ ଯୋଉ ବ୍ରଦରହୁଡ୍ ଆସିବ, ସେ କଣ କରିବ ନା ଦ ସ୍ପିରିଚୁଆଲାଇଜେସନ ଅଫ ଲାଇଫ ଆଣ୍ଡ ସୋସାଇଟି, ସେ ଆମ ଜୀବନକୁ ଏବଂ ସମାଜକୁ ଆଧ୍ୟାତ୍ମର ପଥରେ ନବ, ଟେକିଂ ଅପ୍ ଆକୁ ଉଦ୍ଧାରିତ କରିବ, taking up the old machinery of life into such a unification or inventing a new machinery। ଆମର ଯୋଉ ପୁରୁଣା ମେସିନାରୀ ରହିଛି, ପୁରୁଣା ପ୍ରଥା ପରମ୍ପରା, ତାକୁ ହଟେଇକି ସମାଜ ଗୋଟେ ନୂଆ ଅନୁପ୍ରେରଣା ଭିତରକୁ, ନୂଆ ବ୍ୟବସ୍ଥାକୁ ହୁଏତ ଗ୍ରହଣ କରିନେବ। ଏଇଟା ବି ଗୋଟେ ସମାଧାନ ହେଇପାରେ। ମଣିଷ କେତେ ଭାବୁଛି। ହିନ୍ଦୁ ଧର୍ମରେ ଯୋଉ ତ୍ରୁଟି ଥିଲା ତାକୁ ସମାଧାନ କରି ବୁଦ୍ଧଦେବ ଗୋଟେ ନୂତନ ଧର୍ମ ପ୍ରଚଳନ କଲେ। ସେ ଆପଣଙ୍କୁ ଜଣା ଅଛି କି ନାହିଁ, ଜଣେ କାଶ୍ମୀରରେ ହିନ୍ଦୁ ରାଜା ଥିଲେ, ତାଙ୍କ ନାଁ ହଉଛି ମୋଷ୍ଟ ପ୍ରୋବାବଲି ଦାହିରା। ସିଏ ଲକ୍ଷ ଲକ୍ଷ ସଂଖ୍ୟାର ବୌଦ୍ଧ ଶ୍ରମଣ ମାନଙ୍କୁ, ସନ୍ନ୍ୟାସୀ ମାନଙ୍କୁ ହତ୍ୟା କରିଦେଲେ। He killed them literally। କାହିଁକି ନା ତାଙ୍କୁ, ସେ ବ୍ରାହ୍ମଣ ଥିଲେ, ସେ ବ୍ରାହ୍ମଣ ଧର୍ମଟାକୁ ଆଣିବାର ଥିଲା, ଭାରତକୁ ଫେରେଇବାର ଥିଲା। ଦଳେ ପ୍ରଚାର କଲେ ଯେ ଶଙ୍କରଙ୍କ ଯୋଗୁଁ ବୁଦ୍ଧତ୍ୱ ଭାରତରେ ନଷ୍ଟ ହେଇଗଲା। ସେ ବ୍ରାହ୍ମଣ ଧର୍ମଟାକୁ ଏତେ ଉତ୍ଥାନ କରିଦେଲେ ଯେ ସେ ଧର୍ମଟା ଦବିଗଲା। ସେ ଧର୍ମ ଭିତରେ ତ ସଙ୍କଟ ଲାଗିକି ଏତେ ରକ୍ତପାତ ହେଲାଣି। ଆମେ ଯଦି ଇସ୍ରାଏଲ ଚାରିକଡେ ବର୍ତ୍ତମାନ ଯେତିକି ଦେଶ ଲଢା ଲଢି ହଉଛନ୍ତି, ସବୁ ତ ଧର୍ମ ଯୋଗୁଁ। ସେ ତ କିଛି ଅଲଗା କିଛି ନାହିଁ କାରଣ, କିଛି ଅଲଗା କାରଣ ନାହିଁ। ଏପରିକି ୟୁକ୍ରେନ ରୁଷିଆର ଧର୍ମଟାକୁ ରିଲିଜନ ବାଇଜ ଆମେ ଦେଖିପାରିବା। ତେଣୁ ଧର୍ମ ଗୁଡିକ ବର୍ତ୍ତମାନ କି କାମ କରୁଛନ୍ତି ଲୋକେ ପ୍ରଶ୍ନ ପଚାରିବା ଉଚିତ। ଝଗଡା ଯୁଦ୍ଧ ଛଡା ସମାଜର ପୁରାତନ ବ୍ୟବସ୍ଥାକୁ ପରିବର୍ତ୍ତନ କରି ନୂତନ ବ୍ୟବସ୍ଥାକୁ ଆଣିବାର କିଛି କାମ କରାଯାଇ ପାରୁନାହିଁ। ଏଗୁଡିକ କିନ୍ତୁ ଆମ କଳ୍ପନା ଭିତରେ ଥିଲା ବା ଆମେ ଭାବୁଛୁ। ଧର୍ମ ଗୁଡିକ ଆମକୁ ଉଦ୍ଧାର କରିପାରିବେ, କିନ୍ତୁ ପ୍ରଭୁ ତ ସ୍ପଷ୍ଟ କହିଦେଲେ ଯେ ଏମାନେ କିଛି କରିପାରିବେ ନାହିଁ। ତାଙ୍କର ସମାଜକୁ ସ୍ପିରିଚୁଆଲ ଟେଣ୍ଡେନ୍ସି ଆଣିପାରିବେ, କିନ୍ତୁ they cannot transform the race, it cannot create a new principle of the human existence। ଏଇ ସବୁ କଥା ଆମେ ଆଜି ଆଲୋଚନା କଲେ। ଏଇ ଆଲୋଚନାକୁ